ପ୍ରେମ କ'ଣ? ମୋତେ ଜଣେ ପ୍ରଶ୍ନ ପଚାରିଥିଲେ। ପ୍ରେମ କ'ଣ? ମୁଁ ଉତ୍ତର ଦେଲି, ପ୍ରେମର ପ୍ରକୃତ ସଂଜ୍ଞା କ'ଣ ମୁଁ ଜାଣିନି। ହେଲେ ଯଦି ପ୍ରେମ ମାନେ ଜୀବନ ହୁଏ, ମୋତେ ଏ ଜୀବନ ମୋ ମା ପାଖରୁ ମିଳିଛି। ଯଦି ପ୍ରେମ ମାନେ ଅନ୍ଧ ଭଳି ଭଲ ପାଇବା ହୁଏ, ତାହେଲେ ମୋ ମା ମୁଁ ଜନ୍ମ ହେବା ପୂର୍ବରୁ ହିଁ ଭଲ ପାଉଛି। ଯଦି ପ୍ରେମ ମାନେ ସୁନ୍ଦରତା ହୁଏ, ମୋ ମା ନଜରରେ ମୁଁ ହିଁ ସବୁଠାରୁ ସୁନ୍ଦର। ଯଦି ପ୍ରେମ ଚିନ୍ତା ହୁଏ, ମୁଁ ଘରକୁ ଫେରିବା ଟିକେ ଡେରି ହୋଇଗଲେ ମୋ ମା ଫୋନ ଉପରେ ଫୋନ କରି ଚାଲେ। ପ୍ରେମ ମାନେ ଯଦି ଯନ୍ତ୍ରଣା ହୁଏ, ମୋ ମା ମୋ ପାଇଁ ଅଧିକ ଯନ୍ତ୍ରଣା ସହିଛି। ପ୍ରେମର ଅର୍ଥ ଯଦି ତ୍ୟାଗ ହୁଏ, ତାହେଲେ ମା ଛଡ଼ା ଆଉ କିଏ ବେଶୀ ତ୍ୟାଗ କରିପାରିବ? ସେଇ ମାକୁ ମୋର କୋଟି କୋଟି ଭୂମିଷ୍ଠ ପ୍ରଣାମ। ବନ୍ଧୁ, ଯଦି କଥାଟି ଭଲ ଲାଗିଲା ଲାଇକ୍ କରିବେ, କମେଣ୍ଟ କରିବେ। ଯେ ସୁନ୍ଦରୀ ତରୁଣୀର ରୂପ ସୌନ୍ଦର୍ଯ୍ୟରେ ଭୁଲି ତା ଜାଲରେ ଛନ୍ଦି ହୋଇ ତାକୁ ପ୍ରେମିକା ପତ୍ନୀ ବନାଇଲେ ନିଜର ସୁଖ ଶାନ୍ତି ହରାଇବାକୁ ପଡ଼ିଥାଏ। ଶ୍ରୀକୃଷ୍ଣ ସୁଦାମା, ଶ୍ରୀକୃଷ୍ଣ ଅର୍ଜୁନ, ଶ୍ରୀରାମ ଏବଂ ବିଭୀଷଣ ଏମାନଙ୍କ ବନ୍ଧୁତା ନିଆରା। ଏମାନଙ୍କ ପରି ମିତ୍ର ସହିତ ଜୀବନ ସୁଖ ସମୃଦ୍ଧିମୟ ହୋଇଥାଏ। ବ୍ରହ୍ମଣା ଓଡ଼ିବି ପଶ୍ୟତି, ଅର୍ଥାତ୍ ଜ୍ଞାନ ଦ୍ୱାରା ମନୁଷ୍ୟ ନମ୍ର ହୋଇଥାଏ। ମଣିଷ ଯେଉଁମାନଙ୍କ ସହିତ ରହିବ, ତା ଉପରେ ସେଇମାନଙ୍କର ପ୍ରଭାବ ପଡ଼ିବ। ଯେମିତି ବୀଜରୁ ଫସଲର ସ୍ଥିତି କଳନା କରାଯାଇପାରେ, ଠିକ୍ ସେହିପରି ଭଲ ବନ୍ଧୁ ସଂସର୍ଗରେ ଜଣେ ଭଲ ଏବଂ ଖରାପ ବନ୍ଧୁ ସଂସର୍ଗରେ ଖରାପ ହୋଇପାରେ। କିଛି ନୀତିଶିକ୍ଷା, ଉଦ୍ଯୋଗ କଲେ ଦାରିଦ୍ର୍ୟ ରହେ ନାହିଁ, ଜପ କଲେ ପାପ ରହେ ନାହିଁ, ମୌନ ହେଲେ କଳହ ହୁଏ ନାହିଁ, ଜାଗ୍ରତ ଥିବା ଯାଏ ଭୟ ଆସେ ନାହିଁ, କ୍ରୋଧୀ ଲୋକଠାରେ ନ୍ୟାୟ ନଥାଏ, ଗୁଣବାନ ବ୍ୟକ୍ତି ଦୀର୍ଘାୟୁ ହେବା, ଧନୀ ଲୋକ ବିନୟୀ ହେବା, ଚତୁରୀ ନାରୀ ସତୀ ହେବା, ଈଶ୍ୱର ଭକ୍ତ ଧନୀ ହେବା, ଏସବୁ ସଂସାର ମଧ୍ୟରେ କେବେ ସମ୍ଭବ ହୋଇନାହିଁ। ଲକ୍ଷ୍ମୀ କେଉଁଠାରେ ସଦୟ ହୁଅନ୍ତି, ଯେଉଁ ଘରେ ଧଳା ପାରା ଥାନ୍ତି, ଯେଉଁ ଘରେ ସୁନ୍ଦର ଦେବପ୍ରିୟ ସ୍ତ୍ରୀ ଥାଏ, ଯେଉଁ ଘରେ କଳି ଗୋଳ ହେଉନଥାଏ, ଯିଏ ମିଠା କଥା କହେ, ଯିଏ ଧର୍ମରେ ସଦା ରୁହେ, ଯାହାର ପ୍ରାଣୀଙ୍କ ପ୍ରତି ମନରେ ଦୟା ଥାଏ, ଯେ ସର୍ବଦା ଚଳଚଞ୍ଚଳ, ଯେ କର୍ମଯୋଗୀ ସୁପଣ୍ଡିତ, ଯେ ବିନୟୀ ସ୍ୱଭାବ ହୁଏ, ଯେ ପରୋପକାରୀ ଦୟାଳୁ ହୁଏ, ଯାହାର ଅଧିକ ଧୈର୍ଯ୍ୟ ଥାଏ, ଯେ ସର୍ବଦା ବିଶ୍ୱସ୍ତ, ଯାହାର ବିବେକ ପ୍ରଖର, ଯିଏ ଗୁରୁଜନଙ୍କୁ ମାନେ ଏବଂ ସମ୍ମାନ ଦିଏ, ଯିଏ ସର୍ବଦା ପରିଷ୍କାର ରହେ, ଯେ ପରଧନକୁ ନଜର ନ ପକାଏ, ଯେ ଦେବତାଙ୍କୁ ସର୍ବଦା ଭକ୍ତି କରେ, ବ୍ରାହ୍ମଣଙ୍କୁ ସମ୍ମାନ କରେ। ଜୟ ଶ୍ରୀ ଜଗନ୍ନାଥ।